ରେକର୍ଡର ଅଧିକାରୀ ହେଲେ ବୈଭବ ସୂର୍ଯ୍ୟବଂଶୀ। ଦର୍ଶକ ବନ୍ଧୁ, ଜିମ୍ବାବର ହରାସ୍ଥିତ ହରାରେ ସ୍ପୋର୍ଟସ କ୍ଲବରେ ଶୁକ୍ରବାର ଦିନ ଜାରି ଥିବା ଇଂଲଣ୍ଡ ବିପକ୍ଷ 19 ବର୍ଷରୁ କମ୍ ବିଶ୍ୱକପ୍ ଫାଇନାଲରେ ଭାରତର ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ 175 ରନ୍ର ବିସ୍ଫୋରକ ପାଳି ଖେଳିବା ସହିତ ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି। ତ ଆସନ୍ତୁ ନଜର ପକାଇବା ଏହି ରେକର୍ଡ ଉପରେ। 175 ରନ୍ ଯୁବ ବିଶ୍ୱକପ୍ ପ୍ଲେ ଅଫ୍ ମ୍ୟାଚ୍ରେ ବ୍ୟକ୍ତିଗତ 150 ରନ୍ ସ୍କୋର ହେବା ଏହା ପ୍ରଥମ ଘଟଣା। ପୂର୍ବରୁ ୱେଷ୍ଟଇଣ୍ଡିଜର ନିକୋଲସ୍ ପୁରନ୍ 14 କ୍ୱାର୍ଟର ଫାଇନାଲ ଇଂଲଣ୍ଡ ବିପକ୍ଷରେ ଯିଏକି 143ର ସର୍ବ ସ୍କୋର ଥିଲା। ଫାଇନାଲରେ ଭାରତ ଉନ୍ମୁକ୍ତ ଚାନ୍ଦ ଯିଏକି 111 ରନ୍ର ଅଷ୍ଟ୍ରେଲିଆ ବିପକ୍ଷରେ 2012ରେ ଶତକ ହାସଲ କରିଥିଲେ। ସେହିଭଳି ଯୁବ ଦିନିକିଆରେ ଗୋଟିଏ ପାଳିରେ ଏହା ଦ୍ୱିତୀୟ ସର୍ବୋଚ୍ଚ ସ୍କୋର। ଏହି ରେକର୍ଡ ଭାରତର ଅମ୍ପତି ରାୟୁଡୁ ଯିଏକି 177 ରନ୍ 2002ରେ ଇଂଲଣ୍ଡଙ୍କ ନାମରେ ରହିଛି। ଗତ ଡିସେମ୍ବର ୟୁଏଇ ବିପକ୍ଷରେ ସୂର୍ଯ୍ୟବଂଶୀ 171 ରନ୍ ତୃତୀୟରେ ରହିଛନ୍ତି। 14 ବର୍ଷ 316 ଦିନ ଯିଏକି ଯୁବ ବିଶ୍ୱକପ୍ ଶତକ ଅର୍ଜନ କରିଥିବା ସୂର୍ଯ୍ୟବଂଶୀ